ବାହାରିଆ ଅବସ୍ଥାରେ ପୁରା ସବୁ ପାଉଁଶ ହେଇଯାଇଥିଲେ, ମାନେ ଧୂଆଁରେ ପୁରା ହେଇଯାଇଥିଲେ, ଆଉ ଅବସ୍ଥା କିଛି ନଥିଲା। 4 ଜଣ ଯାଇକି ମୁଁ ସେଠି ବଞ୍ଚେଇକି ଆଣିଛି। 4 ଜଣ ସବୁ ପୋଡ଼ିକି ପୁରା ନିଆଁ ହେଇଯାଇଥିଲେ। ଫାୟାର ଷ୍ଟେସନ ଆସିବା ପୂର୍ବରୁ ସେଠି କାଚ ଭାଙ୍ଗିକି ସେ ଯୋଉ ନଥାଏ ଫାୟାର ଯୋଉ ନଥାଏ ସେ କଳ ଭାଙ୍ଗିକି ମୁଁ ଉପରୁ ପାଣି ପକେଇଲି। ଫାୟାର ବାଲା ଆସିକି ବି ଜାଣିପାରୁନାହାନ୍ତି କୋଉ ପଟେ ପାଣି ପକେଇବୁ। ମୁଁ ଆସିକି ସେଠି ପାଣି ପକେଇଲି କୋଉଠୁ, ସେ ଯୋଉ ଗଛ ମଝିରେ ପାଣି ପକେଇଲି, ନିଆଁଟା ଲିଭିଲା। ତାପରେ ଫାୟାର ବାଲା ସବୁ ପଶିଲେ, ପୋଲିସ ସବୁ ପଶିଲେ। ତା ଭିତରେ ମୁଁ ବି ପଶିକି ନିଜେ ମତେ ବି ଆଲାଉ ଦେଖିଲି ସେଠି ପୁରା ପୋଡ଼ିକି ପୁରା ଧୂଆଁ ହେଇଯାଇଛି, ଖାଲି ସବୁ ଧୂଆଁ ହେଇଯାଇଛନ୍ତି। ତାପରେ ସବୁ ଲାଇନ ଅବଜେକ୍ସନ ଯେତିକି ସବୁ ବନ୍ଦ କଲି। ସେ ଗୋଟେ ମ୍ୟାଡାମ ମତେ ଜଣେ କଥା କହିଲେ ଏଇ ଅବଜେକ୍ସନ ବନ୍ଦ କରିଦିଅ, ସବୁ ବନ୍ଦ ହେଇପାରିବ। ମୁଁ ତାଙ୍କ ମାଧ୍ୟମ ନେଇ ବନ୍ଦ କଲି। ବନ୍ଦ କରିବା ପୂର୍ବରୁ ତାପରୁ 4-5 ଜଣ ଯୋଉ ଥିଲେ ମତେ କହିଲେ ଭାଇ ଷ୍ଟ୍ରେଚର ଧରି ଟାଣି ଆଣ। ଷ୍ଟ୍ରେଚର ଧରି ଟାଣି ଆଣି ଯୋଉ ବାଟ ବ୍ଲକ ଥିଲା ସେ ଯୋଉ ଟେବୁଲ ଫେବୁଲ ଥିଲା ମୁଁ ତଳକୁ ସବୁ ହୋପାଡ଼ି ଦେଲି। ମୁଁ ନିଜେ ସବୁ 7-8 ଜଣଙ୍କୁ ଭାଇ ହେଲ୍ପ କରିଛି। ଆଉ ତାପରେ ଆସିକି ମାଉସୀ ଜଣଙ୍କୁ ନେଇକି ଗଲି ସେ ଭିତରୁ। ବାହାରିଆ ଅବସ୍ଥାରେ ପୁରା ସବୁ ପାଉଁଶ ହେଇଯାଇଥିଲେ, ମାନେ ଧୂଆଁରେ ପୁରା ହେଇଯାଇଥିଲେ, ଆଉ ଅବସ୍ଥା କିଛି ନଥିଲା। କଣ୍ଡିସନରେ ଆଉ କିଛି ଅବସ୍ଥା ନାହିଁ। ସେ ତ ଦେଇଦେବେ, ସେ ସକାଳେ କଣ କହିବେ ସେ ଆଇ ଡୋଣ୍ଟ ନୋ, ମୁଁ ଜାଣିନି କିଛି, କିନ୍ତୁ ଏଇ ଜିନିଷ ହଉଛି।